ଆରେ ଏ ଭାରତୀୟ ଯାତ୍ରା ପାର୍ଟିର ମିଛୁଆ ନେତା ମାନେ ଆଉ ତମର ସେଇ ଯୋଉ ଧରମ ପୁଅ କୋଉ ମାନେ ଅନ୍ଧଭକ୍ତ ମାନେ ଗୋବରା ମାନେ ତମେ କଣ କହୁଛ କିରେ? ନାଇଁ କଣ କହୁଛ? ନବୀନ ବାବୁଙ୍କୁ ବିରୋଧ କରୁଛ? ନବୀନ ବାବୁଙ୍କୁ ବିରୋଧ କରୁଛ? ଆରେ ବିରୋଧ କଲେ କଣ ହବ? ନବୀନ ବାବୁଙ୍କୁ ଯେତେ ବିରୋଧ କର, ନବୀନ ବାବୁଙ୍କ ଯଦି ଯେତେ ମିଛ ପ୍ରଚାର କରିବା କଥା କର, କିଛି ଫରକ ପଡିବନି। ନବୀନ ବାବୁଙ୍କୁ ଫରକ ପଡିବନି କି ବିଜୁ ଜନତା ଦଳକୁ ଜମାରୁ ଫରକ ପଡିବନି। କାହିଁ କହିଲ? ତମେ ହଉଛ ଗୋଟେ ଗୋଟେ ମିଛୁଆ, ତମେ ହଉଛ ଗୋଟେ ମିଛୁଆ, ତମେ ହଉଛ ଗୋଟେ ଭଡୁଆ। ଆଉ ତମର 2024ରୁ ଆଜି ପର୍ଯ୍ୟନ୍ତ ଓଡିଶାବାସୀ ଦେଖି ସାରିଛନ୍ତି ତମ ମିଛ ପ୍ରଚାର। ମନେ ପକେଇଦେବି କଣ କଣ ସବୁ ମିଛ ପ୍ରଚାର କରିଥିଲ, ମନେ ପକେଇଦେବି କିରେ ଭଡୁଆ? ତମେ ଯାଇକି କଟକରେ ଅମକ ଏଇ ଜାଗାରେ ସେଇ ଜାଗାରେ ଯାଇକି ନବୀନ ବାବୁଙ୍କର କଣ କରିବ ନା ବିରୋଧ କରିବ, କୁଶପୁତଳିକା ଦାହ କରିବ। ଆରେ କୁଶପୁତଳିକା ଦାହ ତ ତମ ବାପାର କରୁଛନ୍ତି, ତମର ଯୋଉ ବଡ ବୋପା ସେଣ୍ଟରରେ ଯୋଉ ବଡ ବୋପାର କୁଶପୁତଳିକା ଦାହ କରୁଛନ୍ତି। କୋଉମାନେ? ଛାତ୍ରଛାତ୍ରୀ ମାନେ, ଷ୍ଟୁଡେଣ୍ଟ ମାନେ। ଆଉ ତମ ବୋପାର ବଡ ବୋପା, ସରି ବୋପା ନୁହଁ, ତମ ବଡ ବୋପାର କାରନାମା ସବୁ ରାଜ୍ୟରେ, ଦେଶରେ, ବିଦେଶରେ ପ୍ରଚାର ପ୍ରସାର ହେଲାଣି। ଆଉ ସେ କଥା ଟିକେ କହୁନା? ଆରେ ସେ କଥା ଟିକେ ଦେଖୁନ। ତମ ଧରମ ବାପା ଅଛି, ମତେ ଗୋଟେ ଜିନିଷ କୁହ, ତମର ଯୋଉ ବଡ ବୋପା ମାନେ ସେଣ୍ଟରରେ ଯୋଉ ତମ ବୋପା ଏତେ ସବୁ କାଣ୍ଡ ସବୁ କରିଗଲା, ତା ବିଷୟରେ ପଦୁ ଟିକେ କହୁନ। ତମ ବାପା କାହିଁକି ଏମିତି କଲା? ବାପାଙ୍କୁ ଥରେ ବୁଝଉନ ରେ, ତମ ବଡ ବାପାଙ୍କୁ ଥରେ ବୁଝଉନ, ନହେଲେ ଏଇ ସାନ ବାପାଙ୍କୁ ନେଇକି ଲଗଉନ ଯେ ସାନ ବାପା ଆଉ ବଡ ବାପାଙ୍କୁ ଟିକେ ବୁଝାଅ କି ସାରା ଦେଶରେ ବିରୋଧ କଲେଣି। ଆଉ ଏପଟେ ଯୋଉ କିଏ ସିଏ ଯୋଉ କଣ ଶିକ୍ଷା ମନ୍ତ୍ରୀ କଣ ସେଇଟା ଗୋଟେ, ଆଉ ସେ ଟିକେ ଇସ୍ତଫା ଦେଇ ଦିଅନ୍ତୁ, ସେଇଟା ଟିକେ କରୁନ। ଆଉ ଏବେ ଆସିକି ଯେତେବେଳେ ସାରା ଦେଶ ବିରୋଧ କଲାଣି ଆଉ ବିଦେଶର ବି ବିରୋଧର ସ୍ୱର ଉଠିଲାଣି, ସେତେବେଳେ ନବୀନ ବାବୁ କହିଦେଲେ କି ଶିକ୍ଷାମନ୍ତ୍ରୀ ଇସ୍ତଫା ଦିଅନ୍ତୁ, ତମର ଫାଟିଗଲା। ଫାଟି ତ ଗଲାନି, ତମର ଥରଥର କଣ ତମ ଦେହ ଥରିଲାଣି। ଆରେ ନବୀନ ବାବୁ କଣ ଏସବୁ କହିଲେଣି? ଆଉ ନବୀନ ବାବୁ କହିଲେଣି ମାନେ ଓଡିଶାବାସୀ ତାତିବେ। ଏଇ ସବୁ ଯୋଉ ଭୟଟା ରହୁଛି, ସେଇଥିପାଇଁ ତମେ ସବୁ ଏଇ ଉତ୍ପାତ ହଉଛ। ତମ ନେତା ତ ସବୁ କହିଲେଣି, ତମ ନେତା ସବୁ କହିଲେଣି କି କଣ ସେଟା ନା ନବୀନ ବାବୁ କଣ କାଳେ କଂଗ୍ରେସକୁ ସମର୍ଥନ ଦେଲେଣି। ଆରେ ସିଏ କଂଗ୍ରେସକୁ ସମର୍ଥନ ଦିଅନ୍ତୁ କି ସିଜେପିକୁ ସମର୍ଥନ ଦିଅନ୍ତୁ କି ଆଉ କାହାକୁ ସମର୍ଥନ ଦିଅନ୍ତୁ, ତମର କାହିଁକି ଫାଟୁଛି? ନବୀନ ବାବୁ ଯାହା କୁହନ୍ତି ସେୟା କରନ୍ତି, ଆଉ ନବୀନ ବାବୁ ଯାହା କୁହନ୍ତିନି ସେ ଜମାରୁ କରନ୍ତିନି। ତମର କଣ କରିଛ? ଆରେ ଆଉ ଗୋଟେ କଥା ଜାଣିଛ ନା, ତମ ଧରମ ବାପା ମାନେ ତମ ବଡ ବାପା ଓଡିଶାକୁ ଆସିକି ଭାରି ଜୋରରେ ବଡ ବଡ ଭାଷଣ ମାରିକି ଯାଇଥିଲା। ଏ ରତ୍ନ ଭଣ୍ଡାର କଥା ହଉ, ସେ ବିଜୁଳି କଥା ହଉ, କି ସେ ବିକାଶ କଥା ହଉ, କି 2 କୋଟି ଚାକିରି କଥା ହଉ, କି ଯାହା କରିବାର ଅଛି, ମାନେ ଯେତେ ସବୁ ଫାଙ୍କା ଭାଷଣ ଏଠି ମାରିକି ଯାଇଥିଲା, ତାର ପ୍ରତିଫଳନ ଏବେ ଓଡିଶାବାସୀ ଭୋଗୁଛନ୍ତି। କଣ ନା ପରିବର୍ତ୍ତନ। ଓଡିଶାବାସୀ ତୁମର ସେ ବଡ ବେପାର କଥା ଶୁଣିକି, ଆଉ ତମର ଏଇ ଯୋଉ ଲୋକାଲ ବାପାର କଥା ଶୁଣିକି, ଆଉ ଯୋଉ ତା ମଝିଆ ବାପା ଅଛନ୍ତି, ମାନେ ବଡ ବାପା ତଳକୁ ମଝିଆ ବାପା ଯୋଉ ଆସିକି କେନ୍ଦ୍ରରୁ କହିଥିଲେ ଯେ ଏସା କରେଙ୍ଗେ ତେସା କରେଙ୍ଗେ, ମାଇ ଛେଳିକୁ ଖାସୁ କରେଙ୍ଗେ, ଏଇ ଯୋଉ କଥା କହିନଥିଲେ, ଏଇ ସବୁ କଥା ଶୁଣିକି ଓଡିଶାବାସୀ ପରିବର୍ତ୍ତନ କରିଦେଲେ। ଆଉ ପରିବର୍ତ୍ତନ ଏମିତି ପରିବର୍ତ୍ତନ କଲେ, ପରିବର୍ତ୍ତନକୁ ଭୁଲି ଗଲେଣି। ବୁଝିପାରିଲେ? ସେମାନେ ଏବେ କଣ କହୁଛନ୍ତି? ଗଙ୍ଗା ଗଲୁ ଯେତିକି ଫଳ ପାଇଲୁ ସେତିକି। ବୁଝିପାରିଲେ ନା? ତେଣୁକରି ପରିବର୍ତ୍ତନକୁ ଭୁଲିକି ବର୍ତ୍ତମାନ ପୂର୍ବତନକୁ ମନେ ପକେଇଲେଣି। କାହାକୁ ମନେ ପକେଇଲେଣି? ନବୀନ ବାବୁଙ୍କୁ ମନେ ପକେଇଲେଣି। ତେଣୁକରି ତମେ ନବୀନ ବାବୁଙ୍କ ବିରୁଦ୍ଧରେ ଯେତେ ଗପିବାର ଅଛି ଗପ, ଯେତେ ବିରୋଧ କରିବାର ଅଛି କର। ଓଡିଶାବାସୀ ସବୁ ଦେଖୁଛନ୍ତି କଣ ତମ ମିଛ ପ୍ରଚାର। ବୁଝିପାରିଲ? ଆଉ ଗୋଟେ କଥା କହିବି, ତମେ ବର୍ତ୍ତମାନ ଆହୁରି କାହା ପଛରେ ପଡିଛ ନା ପାଣ୍ଡିଆନ ସାରଙ୍କ ପଛରେ ପଡିଯାଇଛ। କଣ ପାଇଁ ପଡିଛ ନା ରଥ ଦଳା ଚକଟା ଘଟଣା, ସିଜେପି ଆନ୍ଦୋଳନ କଥା, ବହି ତ୍ରୁଟି କଥା, ଏଇ ସବୁକୁ ଓଡିଶାବାସୀଙ୍କ ମନରୁ ହଟେଇବା ପାଇଁ ଏବେ ଆରମ୍ଭ କରିଦେଇଛ ନୂଆ ନାଟକ। କଣ ନା ପାଣ୍ଡିଆନ ଫାଇଲ ଚୋରି ହେଇଗଲା। ଇଏ କଣ ସେଟା 25 ତାରିଖ ଡାକିଛ। ଆରେ ଡାକୁନ ତଦନ୍ତ କରୁନ। ବୁଝିପାରୁଛ ନା ନାଇଁ? କ୍ଷୀର ପାଣି। ବୁଝିପାରିଲ? ତେଣୁକରି ତମେ ନବୀନ ବାବୁ ହଉ କି ପାଣ୍ଡିଆନ ସାର୍ ହୁଅନ୍ତୁ କି ବିଜୁ ଜନତା ଦଳର ଯେତେକ ନେତା ହୁଅନ୍ତୁ କି କର୍ମୀ ହୁଅନ୍ତୁ, ତାଙ୍କ ପଛରେ ଲାଗିଲେ କିଛି ଲାଭ ହବନି। କାହିଁକି କହିଲ? ସାରା ଓଡିଶା, ସାରା ରାଜ୍ୟ, ସମଗ୍ର ଦେଶ ଏବେ ଖୋଜିଲେଣି ସେଇ ନେତାଙ୍କୁ ଯୋଉମାନେ ଆମ ଦେଶକୁ ଆଗକୁ ନେଇଥିଲେ। ଆଉ ତାକୁ ଭୁଲିଗଲେଣି ଆଉ ତାକୁ ଭୁଲି ଯିବେ କୋଉମାନଙ୍କୁ? ଯୋଉମାନେ
ମିଛ ପ୍ରତିଶ୍ରୁତି ଦେଇ ଆମ ମାନଙ୍କୁ ଲୁଟୁଛନ୍ତି। ତେଣୁକରି କାନ ଦିଅ, ଧ୍ୟାନ ଦିଅ, ମନ ଦିଅ। ଅନ୍ଧଭକ୍ତ ଗୋବରା ଧ୍ୟାନ ଦିଅ, ବଡ ବୋପା ସେପଟେ କାନ ଦିଅ, ଆଉ ଯୋଉ ମଝିଆ ବୋପା ରହିଲା ଆଉ ଯୋଉ ଲୋକାଲ ବୋପା ମାନେ ସବୁ ରହିଲେ ଅନ୍ଧଭକ୍ତଙ୍କର ଟିକେ ମନ ଦିଅ କି ଲୋକମାନେ, ସାଧାରଣ ଜନତା ତମକୁ କୋଉ ଭଳି ଭାବେ ବିରୋଧ କରୁଛନ୍ତି ଆଉ ଆଗକୁ କେମିତି ବିରୋଧ କରିବେ ତା ପ୍ରତି ଟିକେ ସାବଧାନ ରୁହ।